ନମସ୍କାର। ଓଡ଼ିଶାରେ ଏବେ ଲାଗି ରହିଛି କାଳବୈଶାଖୀର ବାତ୍ୟା। ତାକୁ ନେଇ ଲେଖିଅଛି ମୁଁ ଏକ ଦୁଃଖଦ କବିତା, ଯାହା ଶୁଣି ବୁଝିହେବ ପ୍ରପୀଡ଼ିତ ମନର ବ୍ୟଥା। ଆସ ଦେରି ନକରି ଶୁଣିବା ତାଙ୍କ ହୃଦୟର ମରମ ବ୍ୟଥା। ବାତ୍ୟା ଆସିଲା, ସ୍ଥିତି ବିଗିଡ଼ିଲା, ଜୀବନ ଜୀଇବା ରାହା ବି ତୁଟିଲା। ଦେଖିଥିଲି ଯାହା ଦିବା ସ୍ୱପ୍ନ ମୁହିଁ, ନିମିଷକେ ତାହା ମିଳେଇଗଲା। ମୁଣ୍ଡ ଗୁଞ୍ଜିବାକୁ ଥିଲା ଯେଉଁ ଘର, ଘର ନୁହେଁ ସେ ତ ମୋ ସରଗପୁର। ଚିହ୍ନବର୍ଣ୍ଣ ତାର ଉଡ଼ାଇ ନେଲା, ମୋ ଛାତିଟାକୁ ଯାହା କୋରି ଖାଇଲା। ପୁଅ ବାହାଘର, ଝିଅ ବାହାଘର, କୋଠାଘର ଖଣ୍ଡେ ଥିଲା ସ୍ୱପ୍ନ ମୋର। କହୁଥିଲା କୁନା ବିଟେକ୍ କରିବ, ଏ ବର୍ଷ ଡିପ୍ଲୋମା ସରିଛି ତାର। ସବୁ ଆଶା ମୋର ଅଧୁରା ରହିଲା, ଜୀବନଟା ଯାହା ଜିଇଛି ଭଲା। ଯେତେ ଯାହା ଥିଲା ଜଙ୍ଗଲ ସମ୍ପଦ, ସବୁ ତ ଉଜୁଡ଼ି ଗଲା। ଏମାନଙ୍କ ଆଶା ପୂର୍ଣ୍ଣ କି ହୋଇବ, ଦଇବ ଦାଉ ସାଧିଲା। କବିତାଟି ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଧନ୍ୟବାଦ। ଆଶା କରୁଛି କବିତାଟି ଶୁଣି କିଛି ମନ୍ତବ୍ୟ ଦେବେ, ଆଗାମୀ କବିତା ଲେଖିବା ପାଇଁ ମୋତେ ଖୋରାକ ଯୋଗାଇବ।